କିରମିରା ବ୍ଲକ ଝାରମୁଣ୍ଡା ପଞ୍ଚାୟତ ହଣ୍ଡାତୁବା କ୍ରୀଡ଼ା ସଂଘ ପକ୍ଷରୁ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ବ୍ଲକ ବିଜେପି ପ୍ରତିନିଧି ବିଜୟ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ 8ଟି ଦଳ ଭାଗ ନେଇଥିଲେ। ଏଫ୍ସି ସମ୍ବଲପୁର ଏବଂ ଏଲ୍ପି ରାଉରକେଲା ମଧ୍ୟରେ ଫାଇନାଲ ମ୍ୟାଚ୍ ହୋଇ ସମ୍ବଲପୁର ବିଜୟୀ ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ବ୍ଲକ ବିଜେପି ସଭାପତି ଉଦ୍ଧବ ସିଂ ନାୟକ, ବ୍ଲକ ବିଜେପି ସାଧାରଣ ସମ୍ପାଦକ ବାବୁଲାଲ କିଷାନ, ବ୍ଲକ ବିଜେପି ପ୍ରତିନିଧି ବିଜୟ ଶର୍ମା, ବିଜେପି ଉପସଭାପତି ଅମିତ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ସହ 50,000 ଟଙ୍କା ପ୍ରଦାନ କରିଥିଲେ। ଉପବିଜେତା ଦଳକୁ ଟ୍ରଫି ସହ 30,000 ଟଙ୍କା ମଧ୍ୟ ପୁରସ୍କାର ଦିଆଯାଇଥିଲା। ଜୀବନ ବୋଦୁଲା, ରାଜେଶ ଭାଇ ପଟେଲ କିଷାନ ଖେଳ ପରିଚାଳନା କରିଥିଲେ। ହଣ୍ଡାତୁବା କ୍ରୀଡ଼ା ସଂଘ ପ୍ରତିଷ୍ଠାତା ଶୁଭମ ସାହୁ, ସଭାପତି ବିକାଶ ଶର୍ମା, ସମ୍ପାଦକ ପରେଶ ମାଝୀ, ବୈଷ୍ଣବ ପିଙ୍ଗ, ବସନ୍ତ ମାଝୀ ସହ ସମସ୍ତ ସଭ୍ୟ ସହଯୋଗ କରିଥିଲେ।